ନା ସାଙ୍ଗମାନେ ଆପଣଙ୍କୁ ସ୍ୱାଗତ କରୁଛି ମୋର ନୂଆ ବ୍ଲଗରେ। ଏବେ ଭୁବନେଶ୍ୱର ଚାଲିଛି ଏକାମ୍ର ମହୋତ୍ସବ, ଆଦିବାସୀ ମେଳା, ଏମିତି ବହୁତ କିଛି ପ୍ରୋଗ୍ରାମ। ତ ଆମେ ଏବେ ଆସି ପହଞ୍ଚୁ ଏକାମ୍ର ମହୋତ୍ସବ ଆଦିବାସୀ ମେଳା, ଯୋଉଠି ହେଉଛି କି ୟୁନିଟ୍ 3 ବା 3 ନମ୍ବର ମାର୍କେଟ ପଡ଼ିଆରେ ରାମ ମନ୍ଦିର ପଛପଟେ। ଏବେ ଆମେ ଚାଲୁ ଏକାମ୍ର ହାଟ ଭିତରକୁ ପଶିବା ପାଇଁ, ମାନେ ଏକାମ୍ର ମହୋତ୍ସବ ସେଇ ଜାଗାରୁ ଦେଖନ୍ତୁ କେତେ ସୁନ୍ଦର ଭାବରେ ସେ ସବୁ ଡେକୋରେଟ୍ ହେଇଛି। ଆଉ କିଛି ଖାଇବା ଜିନିଷ ଦେଖନ୍ତୁ ତଳେ କେତେ ସୁନ୍ଦର ଭାବେ ରଙ୍ଗ ବେରଙ୍ଗର ଝୋଟି ପଡ଼ିଥିବ। ଆମେ ଆମେ ଏବେ ଚାଲୁ ଭିତରକୁ, ଦେଖନ୍ତୁ ଆଉ ଲାଇଟିଂ ଦେଖିଲେ ପୁରା ଅଲଗା ପ୍ରକାର ଲାଗୁଛି। ଦେଖନ୍ତୁ ଭିତରକୁ ଆମେ ଏଣ୍ଟ୍ରି କରୁଛୁ, କେତେ ସୁନ୍ଦର ଭାବରେ ସାଜସଜ୍ଜା ସଜେଇ ହେଇଛି। ଆଗରେ ଭୁବନ ଭାଇ ଚାଲିଛନ୍ତି, କେତେ ସୁନ୍ଦର ସୁନ୍ଦର ଡେକୋରେସନ ଦେଖନ୍ତୁ ହେଇଛି ଏ ଜାଗାରେ। ବହୁତ ସାରା ଷ୍ଟଲ୍ ପଡ଼ିଛି, ବହୁତ ସାରା ପ୍ରୋଗ୍ରାମ ହେଉଛି। ଏ ବ୍ଲଗରେ ଆପଣ ବହୁତ ଜିନିଷ ପାଇବେ। ତ ଏତେ ଗୋଟେ ବ୍ଲଗ ନୁହଁ, 2-3ଟା ବ୍ଲଗ ଆସିବ ଏକାମ୍ର ମହୋତ୍ସବ ଆଉ ଆଦିବାସୀ ମେଳାର। ଦେଖନ୍ତୁ ଏଇଟା ଏଣ୍ଟ୍ରି କରୁ କରୁ ଡାହାଣ ପଟେ ଏକାମ୍ର ମହୋତ୍ସବ, ଯୋଉ ହାତରେ ତିଆରି ସବୁ କାମ ଚାଲିଛି। ଦେଖନ୍ତୁ କେତେ ସୁନ୍ଦର ଜଗନ୍ନାଥଙ୍କ ଫଟୋ ଚାଲିଛି ତିଆରି। ଚାନ୍ଦୁଆ ହସ୍ତଶିଳ୍ପୀ, କେତେ ସାରା ଷ୍ଟଲ୍ ପଡ଼ିଛି। ଏତେ ସାରା ଷ୍ଟଲ୍ ଭିତରେ ବୁଲୁ ବୁଲୁ ଆମକୁ ବହୁତ ସାରା ଜିନିଷ ମଜା ଲାଗିଲା ଆଉ ଦେଖିବା ପାଇଁ ଭଲ ଲାଗିଲା। ଦେଖନ୍ତୁ କେତେ ଷ୍ଟଲ୍ ଆଉ କେତେ ଲୋକ। ଯେହେତୁ ଆମେ ସନ୍ଧ୍ୟାବେଳେ ପହଞ୍ଚିଥିଲୁ, ଏଇଟା ଛୋଟ ସେ ଦେଖନ୍ତୁ ଏଇ ବି ଏଇଟା କେତେ ବଢ଼ିଆ ବଢ଼ିଆ ଷ୍ଟଲ୍ ସବୁ ପଡ଼ିଛି। କିନ୍ତୁ ଆମେ ସନ୍ଧ୍ୟାବେଳେ ବସିଥିଲୁ, ଲୋକମାନେ ଆସି ଧୀରେ ଧୀରେ ଷ୍ଟାର୍ଟ ହେଉଥିଲା। ଦେଖନ୍ତୁ ଏଠି ମୋତେ ବଢ଼ିଆ ଲାଗିଲା ଏଇ ଷ୍ଟଲ୍ଟା। ଦେଖନ୍ତୁ ଏଇଟା କେତେ ସୁନ୍ଦର ହେଇଛି, ଯେ କ୍ରିଏଟିଭ ଆର୍ଟ ବାଇ ପଦ୍ମାଜୀ। ଏଇ ଷ୍ଟଲ୍ରେ ମୋତେ ବହୁତ ଭଲ ଲାଗିଲା। ଜୟ ଜଗନ୍ନାଥ ଫଟୋ ଦେଖା ହେଲା, କେତେ ସୁନ୍ଦର ସୁନ୍ଦର କାମ ହେଇଛି। ଏସବୁ ଜିନିଷ ଦେଖିଲେ ବହୁତ ମଜା ଲାଗିଲା। ତାହେଲେ ଆମେ ଜଗନ୍ନାଥଙ୍କ ଛୋଟ ଛୋଟ ମୂର୍ତ୍ତି ଦେଖିଲେ ବଢ଼ିଆ ଲାଗିଲା। କିଛି ଓଡ଼ିଆ ମିମ୍, ଯେମିତି ଆମେ ଓଡ଼ିଆ ଭାରି ବଢ଼ିଆ, ଏମିତି ବହୁତ ଜିନିଷ ଲେଖା ହେଇଥିଲା, ଷ୍ଟିକର ଥିଲା। ଆଗକୁ ଆମେ ଆଉ କ'ଣ କ'ଣ ଦେଖିଲୁ ଦେଖିବା କାଲି। ଜୟ ଜଗନ୍ନାଥ, ନମସ୍କାର।